ହୁଏତ ଲେଖକ ଭାବୁଥିଲେ ତାଙ୍କର ଜ୍ଞାନ, ଧନ, ସମ୍ପତ୍ତି, ସମ୍ଭ୍ରମ ଥିବାରୁ ଏବଂ ତାଙ୍କ ପରିଶ୍ରମ ମୂର୍ଖାମୀମାନଙ୍କଠାରୁ ଅଧିକ ହୋଇଥିବା ହେତୁ ତାଙ୍କ ମରଣ ସେମାନଙ୍କଠାରୁ ଅଲଗା ହେବ। କିନ୍ତୁ ସେ ଅନୁଧ୍ୟାନ କରୁଛନ୍ତି ଦୁଃଖ ସୁଖ, ଜନ୍ମ ମରଣ ସମସ୍ତଙ୍କ ପାଇଁ ସମାନ। ଏହା ହିଁ ଅସାର। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମମାନଙ୍କ ସହିତ ଫୋନ୍ରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆପଣମାନଙ୍କର ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଏପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ଦାଉଦଙ୍କର ପୁତ୍ର ଜେରୁସାଲେମସ୍ଥ ରାଜାଙ୍କର ଉପଦେଶକ। ସୂର୍ଯ୍ୟ ତଳେ ସବୁ ଅସାର, କିନ୍ତୁ ଜଣେ କେବଳ ସାର, ସେ ହେଲେ ଯିଏ ସୂର୍ଯ୍ୟ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି। ଜଗତରେ କୌଣସି ଉପାଧି ପ୍ରାପ୍ତ ହେଲେ ଆମେ ନିଜକୁ ଧନ୍ୟ ମନେ କରୁ। 24 ଘଣ୍ଟା କେବଳ ଧନ, ମାନ, ସମ୍ମାନ ଏବଂ କାର୍ଯ୍ୟରେ ବ୍ୟସ୍ତ ରହି ସମୟ ସମାପ୍ତ କରିଦେଉ। ଯଦ୍ୟପି ଆମେମାନେ ଜାଣୁ ଏହି ସମସ୍ତ ଜଗତରେ ରହିଯିବ, ସ୍ଥାୟୀ ନୁହେଁ, ମୃତ୍ୟୁ ପରେ ସମସ୍ତ ମୂଲ୍ୟହୀନ, ତଥାପି ତାହା କରୁ। ଏହା ହିଁ କ୍ଲେଶଯୁକ୍ତ, ଅସାର ଏବଂ ଈଶ୍ୱରଙ୍କ ପାଇଁ ଶୋକର କାରଣ। ସଲୋମନ କହନ୍ତି, ପୃଥିବୀର ଆରମ୍ଭରୁ ଏପର୍ଯ୍ୟନ୍ତ ସମାନ ବିଷୟ ଘଟୁଛି, ତଥାପି ମନୁଷ୍ୟ ଏହା ପାଇବା ପାଇଁ ପାପ ପରେ ପାପ କରି ଚାଲିଛି ଏବଂ ଅନ୍ୟର ମୃତ୍ୟୁ ମଧ୍ୟ ତାକୁ କିଛି ଶିକ୍ଷା ଦେଇପାରୁନାହିଁ। ଆମେମାନେ ମନୋନୀତ ଓ ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି ଅଟୁ, କାରଣ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଶିକ୍ଷା, ଅନୁଯୋଗ ଓ ପ୍ରକ୍ଷାଳନ କରି ନୂତନ ଜୀବନ ପ୍ରଦାନ କରେ। ଆସନ୍ତୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଯାହାଙ୍କ ମହିମା ଗାଏ ଗିରିବନ, ଯାହାଙ୍କ ପ୍ରଶଂସା କରେ ତ୍ରିଭୁବନ, ସେ ନାମ ହେଉ ଧନ୍ୟ ଧନ୍ୟ, ଓ ସେ ନାମ ହେଉ ଧନ୍ୟ ଧନ୍ୟ। ସେ ନାମେ ଅନ୍ଧର ଫିଟଇ ନୟନ, ସେ ନାମେ ବଧିର କରଇ ଶ୍ରବଣ, ସେହି ନାମ ମୋ ଯୀଶୁ ନାମ, ସେ ନାମ ହେଉ ଧନ୍ୟ ଧନ୍ୟ, ହୋ ସେ ନାମ ହେଉ ଧନ୍ୟ ଧନ୍ୟ।
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ପୁସ୍ତକର 3 ପର୍ବର 9 ପଦରୁ ଆରମ୍ଭ କରି 4 ପର୍ବର 9 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 3 ପର୍ବର 9 ପଦରେ ଏହିପରି ଲେଖା ଅଛି, କର୍ମକାରୀ ବ୍ୟକ୍ତିର ଆପଣା ପରିଶ୍ରମରେ କି ଲାଭ? ଲାଭ କ'ଣ? କାହିଁକି ଯୁଦ୍ଧ? ଯଦି ସେମାନଙ୍କ ସହିତ ଯୁଦ୍ଧ କରିପାରୁନାହାନ୍ତି ତାହେଲେ ସେମାନଙ୍କ ସହିତ ସାମିଲ ହୋଇଯାଆନ୍ତୁ। ତାହା ହିଁ ହେଉଛି ବର୍ତ୍ତମାନ ଲୋକଙ୍କର ଚିନ୍ତାଧାରା। ଏହି ପ୍ରକାର ମନୁଷ୍ୟ କାର୍ଯ୍ୟ କରିଚାଲିଛି। ବିଶେଷତଃ ବ୍ୟବସାୟିକ କ୍ଷେତ୍ରରେ ଈଶ୍ୱରବିହୀନ ଲୋକମାନେ ଏହିପରି ଜୀବନଯାପନ କରନ୍ତି। ଏହିପରି ବିଷୟକୁ ଭିତ୍ତି କରି ଅର୍ଥ ରୋଜଗାର କରାଯାଇଥାଏ। ମୁଁ ଭାବେ ଯେ ଯେଉଁ ମନୁଷ୍ୟମାନେ ଏହିପରି ଭାବେ ଜୀବନଯାପନ କରନ୍ତି ସେମାନେ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ କି ଆନନ୍ଦରେ ପରିପୂର୍ଣ୍ଣ ହୋଇପାରନ୍ତି ନାହିଁ। ସେମାନେ ଅତି ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରିଥାନ୍ତି। ମୋର ଚିନ୍ତାଧାରାରେ ସେମାନଙ୍କର ସ୍ତ୍ରୀମାନେ ପ୍ରକୃତରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସନ୍ଧ୍ୟାରେ ସେମାନେ ଝଗଡ଼ା କରନ୍ତି ଓ ଏହାପରେ ସେମାନେ କିଛି ଘଣ୍ଟା ଧରି ମିଳିମିଶି ରୁହନ୍ତି ଓ ଏହାପରେ ସେମାନେ ନିଜର ବାଟରେ ନିଜେ ଚାଲିଯାଆନ୍ତି। 3 ପର୍ବର 10 ପଦରେ ଲେଖା ଅଛି, ପରମେଶ୍ୱର ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବା ପାଇଁ ଯେଉଁ ଆୟାସ ଦେଇଅଛନ୍ତି ତାହା ମୁଁ ଦେଖିଅଛି। ଦେଖନ୍ତୁ, ମନୁଷ୍ୟ ଜୀବନରେ ମନୁଷ୍ୟ ସଦାସର୍ବଦା ବ୍ୟସ୍ତତା ମଧ୍ୟରେ କାଳାତିପାତ କରେ। ସଲୋମନ ଚତୁର୍ଦିଗକୁ ଲକ୍ଷ୍ୟ କରି ଏହିପରି କହନ୍ତି, ମୁଁ ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କୁ କେବଳ ସମସ୍ୟା ମଧ୍ୟରେ ଦେଖେ। ତେଣୁ ଯଦି ମୁଁ ଏଥିରୁ କିଛି ରକ୍ଷା ପାଇଅଛି ମୁଁ ମୋ ନିଜକୁ ଭାଗ୍ୟବାନ ମନେ କରୁଛି। 11 ପଦରେ ଲେଖା ଅଛି, ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି, ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି। ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି ମନୁଷ୍ୟ ତହିଁର ତତ୍ତ୍ୱ ପାଇପାରେ ନାହିଁ। ଈଶ୍ୱର ମନୁଷ୍ୟକୁ ତାହାର ହୃଦୟରେ ଜଗତକୁ ଧାରଣ କରିବା ପାଇଁ ଅନୁମତି ଦେଇଅଛନ୍ତି, ଯେପରି ସେମାନେ ଦେଖିବାକୁ ପାରିବେ ଯେ ଜଗତ ସେମାନଙ୍କୁ ପରିତୃପ୍ତ କରିନପାରେ ବା ତୁଷ୍ଟ କରିନପାରେ। ସେମାନଙ୍କ ହୃଦୟ ତଥାପି ଶୂନ୍ୟ ହୋଇ ରହେ। ଅନେକ ଲୋକ ଜୀବନରୁ ସବୁକିଛି ଉପଭୋଗ କରିବାର ଚିନ୍ତାଧାରା ନେଇ ଆଗେଇ ଚାଲନ୍ତି। ସେମାନେ କହନ୍ତି, ଜୀବନ ହେଉଛି ଏକ କମଳା ସଦୃଶ ଓ ମୁଁ ଏହାକୁ ଚିପୁଡ଼ି ତହିଁର ସମସ୍ତ କିଛି ରସ ସଂଗ୍ରହ କରିବି। ସଲୋମନ ମଧ୍ୟ ସେହିପରି କଲେ, ମାତ୍ର ଏହା ତାହାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। 12 ପଦରେ ଲେଖା ଅଛି, ଆମ୍ଭେ ଜାଣୁ ଯେ ଯାବଜୀବନ ଆନନ୍ଦ ଓ ସୁକର୍ମ କରିବା ଅପେକ୍ଷା ସେମାନଙ୍କର ଆଉ କୌଣସି ମଙ୍ଗଳ ବିଷୟ ନାହିଁ। ଏହି ଦଳ ମଧ୍ୟରେ ଆମେ ଆଉ ଏକ ଦଳକୁ ଲକ୍ଷ୍ୟ କରୁଅଛୁ, ଯେଉଁମାନେ କି ସୁକର୍ମକାରୀ। ଜଣେ ବନ୍ଧୁ ଏପରି କହନ୍ତି, ମୁଁ ଭାବେ ଯେ ମନୁଷ୍ୟ ଯେତେ ସୁକର୍ମ କରିପାରିବ ସେତେ କରିବା ଉଚିତ। ତାହା ହିଁ ମୁଁ କରେ। କିନ୍ତୁ ମୁଁ ଆପଣଙ୍କୁ କହି ରଖେ ଯେ ସେ ଅଧିକ କିଛି ଉତ୍ତମ କାର୍ଯ୍ୟ କରୁନଥିଲେ, ମାତ୍ର ତାହା ଥିଲା ତାହାଙ୍କ ଜୀବନର ଦାର୍ଶନିକ ଚିନ୍ତାଧାରା। 3 ପର୍ବର 13 ପଦରେ ଲେଖା ଅଛି, ଆହୁରି ପ୍ରତ୍ୟେକ ମନୁଷ୍ୟ ଭୋଜନ ପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ, ଏହା ପରମେଶ୍ୱରଙ୍କ ଦାନ। ଏହି ବ୍ୟକ୍ତି କହନ୍ତି, ମୁଁ ଦେଖେ ମଦ୍ୟପାନ କରିବାରେ କିଛି ଭୁଲ ନାହିଁ ଓ ତାହାଙ୍କର ଦୃଷ୍ଟିକୋଣରୁ ନେଇ ସେ କୌଣସି ବିଷୟକୁ ଭୁଲ ବୋଲି କହୁନଥିଲେ। ତାଙ୍କର ଚିନ୍ତାଧାରା ଅନୁଯାୟୀ କୌଣସି ବିଷୟ ଭୁଲ ନଥିଲା। ଏହା ହିଁ ହେଉଛି ବର୍ତ୍ତମାନର ମନୁଷ୍ୟର ଅଦୃଷ୍ଟବାଦ। ପ୍ରତ୍ୟେକ ବିଷୟ ଭାଗ୍ୟ ନିର୍ଦ୍ଦିଷ୍ଟ। ଯାହା ଭାଗ୍ୟରେ ଥାଏ ତାହା ହିଁ ଘଟେ, ନୁହେଁ। ଯଦି ସେ ପ୍ରକାର ଥାନ୍ତା ତାହେଲେ ଈଶ୍ୱର କାହିଁକି ରହିଥାନ୍ତେ? ତେଣୁକରି ଆମମାନଙ୍କର ଜୀବନର ଗତି ନିୟନ୍ତ୍ରଣ କର୍ତ୍ତା ହେଉଛନ୍ତି ଈଶ୍ୱର ଏବଂ ଆମମାନଙ୍କ ଜୀବନରେ ଯାହା କିଛି ଘଟେ ତାହା ଏକ ନିର୍ଦ୍ଦିଷ୍ଟ କାରଣ ନେଇ ଘଟେ। 3 ପର୍ବର 14 ପଦରେ ଲେଖା ଅଛି, ମୁଁ ଜାଣେ ଯେ ପରମେଶ୍ୱର ଯାହା କିଛି କରନ୍ତି ତାହା ଅନନ୍ତ କାଳ ସ୍ଥାୟୀ। ତାହା ବଢ଼ାଯାଇ ନପାରେ କିମ୍ବା ତାହା ଉଣା କରାଯାଇ ନପାରେ। ଆଉ ମନୁଷ୍ୟମାନେ ପରମେଶ୍ୱରଙ୍କ ସମ୍ମୁଖରେ ଭୀତ ହେବା ପାଇଁ ସେ ତାହା କରିଅଛନ୍ତି। ସେମାନେ ଈଶ୍ୱରଙ୍କ ଇଚ୍ଛାକୁ ପ୍ରାଥମିକ ବିଷୟ ବୋଲି
କହନ୍ତି ମାତ୍ର ଏହି ଦୃଷ୍ଟିକୋଣ ଅନୁଯାୟୀ ଜଣେ ବ୍ୟକ୍ତି କହିବ ମୁଁ ଉଦ୍ଧାର ପାଇବି ବୋଲି ଯଦି ଏହା ଈଶ୍ୱରଙ୍କ ଇଚ୍ଛା ନଥାଏ ତାହେଲେ ମୁଁ ଉଦ୍ଧାର ପାଇପାରିବି ନାହିଁ। ଆପଣ ଦେଖନ୍ତୁ, ଏହି ଅଦୃଷ୍ଟବାଦ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହକୁ ସ୍ଥାନ ଦିଏ ନାହିଁ। ଅଦୃଷ୍ଟବାଦ କହେ ଯେ ଈଶ୍ୱର ପ୍ରାର୍ଥନା ଶୁଣନ୍ତି ନାହିଁ କି ଉତ୍ତର ଦିଅନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଏହା ହେଉଛି ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା, ଯାହାକି ମନୁଷ୍ୟ ଜୀବନକୁ ଆନନ୍ଦ ଓ ଶାନ୍ତିରେ ଭରିଦିଏ। ଏହାପରେ ଆମେ ଆଉ ଏକ ଦାର୍ଶନିକ ଚିନ୍ତାଧାରା ମଧ୍ୟକୁ ଆସୁଅଛୁ, ଯାହାକି ଅହଂବାଦ। ଏହା ନିଜକୁ ଅତ୍ୟନ୍ତ ଭଲ ପାଇବା ଓ ନିଜର ଆଗ୍ରହକୁ ବା ଇଚ୍ଛାକୁ ଅଗ୍ରାଧିକାର ଦେବା। 3 ପର୍ବର 16 ପଦରେ ଲେଖା ଅଛି, ଆହୁରି ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ଦୁଷ୍ଟତା ଅଛି। ପୁଣି ଧର୍ମସ୍ଥାନରେ ଦେଖିଲି, ସେଠାରେ ହିଁ ଦୁଷ୍ଟତା ଅଛି। ସେ କହନ୍ତି ଯେ ସମସ୍ତେ ଦୁଷ୍ଟ, ଆପଣ କାହାକୁ ବିଶ୍ୱାସ କରିପାରିବେ ନାହିଁ। ମାତ୍ର ଏହା ଏକ ଦୋଷଦର୍ଶୀ ମନ୍ତବ୍ୟ। ଯଦିଓ ମନୁଷ୍ୟ ଜାତିର ଦୃଷ୍ଟିକୋଣରୁ ନେଇ ଚିନ୍ତା କଲେ ଏହା ଏକ ଯଥାର୍ଥ ମନ୍ତବ୍ୟ, ମାତ୍ର ଏପରି ପ୍ରତ୍ୟେକଙ୍କୁ ସନ୍ଦେହ କରି ଏହିପରି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ହଁ, ସମସ୍ତେ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି, ସତ୍ୟ। ମାତ୍ର ମନୁଷ୍ୟ ବିଷୟ ନେଇ ଏହିପରି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ, କି ମନୁଷ୍ୟ ପ୍ରତି ଏହିପରି ଚିନ୍ତାଧାରା ପୋଷଣ କରିବା ଉଚିତ ହେବ ନାହିଁ। ସେ ଏହି ଚିନ୍ତାଧାରା ନେଇ ଆଉ କିଛି କହନ୍ତି। ଦେଖନ୍ତୁ 3 ପର୍ବର 17-18 ପଦରେ ଲେଖା ଅଛି, ମୁଁ ମନେ ମନେ କହିଲି, ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ, କାରଣ ପ୍ରତ୍ୟେକ ମନୋରଥ ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି। ମୁଁ ମନେ ମନେ କହିଲି, ପରମେଶ୍ୱର ଯେପରି ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରିବେ ଓ ସେମାନେ ନିଜେ ଯେ କେବଳ ପଶୁତୁଲ୍ୟ, ଏହା ଯେପରି ସେମାନେ ଦେଖିବେ, ଏଥିପାଇଁ ସେମାନଙ୍କ ସକାଶୁ ଏହା ହେଉଅଛି। ତାହା ସେତେ ଦୂର ଉତ୍ସାହଜନକ ନୁହେଁ। 19-20 ପଦରେ ଲେଖା ଅଛି, କାରଣ ମନୁଷ୍ୟ ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ, ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ। ଏ ଯେପରି ମରେ, ସେ ସେପରି ମରେ। ପୁଣି ସମସ୍ତଙ୍କ ପ୍ରାଣବାୟୁ ଏକ, ଆଉ ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ, କାରଣ ସବୁ ଅସାର। ସମସ୍ତେ ଏକ ସ୍ଥାନକୁ ଯାଆନ୍ତି, ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି। ତେବେ ସେ ଯାଉନା କାହିଁକି, ଆମେ ଜାଣି ରଖିବା ଉଚିତ ଯେ ଏହା ହେଉଛି ସୂର୍ଯ୍ୟ ତଳେ ଥିବା ମନୁଷ୍ୟର ଦୃଷ୍ଟିକୋଣ, ଯେ କି ନିଜର ସ୍ୱାର୍ଥ ନିମନ୍ତେ ବଞ୍ଚିଅଛି। ତାହାର ଦୃଷ୍ଟିକୋଣ ଈଶ୍ୱରଙ୍କ ଦୃଷ୍ଟିକୋଣଠାରୁ ଯଥେଷ୍ଟ ଭିନ୍ନ ଓ ସଂକୀର୍ଣ୍ଣ। ସେ କେବଳ ନିଜର ସ୍ୱାର୍ଥକୁ ଚରିତାର୍ଥ କରେ। ଏହି ଦୃଷ୍ଟିକୋଣ ସବୁ ବିଷୟକୁ ଶୁଭ ଦୃଷ୍ଟିରେ ଦେଖୁଥିବା ଶୁଭଦର୍ଶୀମାନଙ୍କର ମତାମତକୁ ଗ୍ରହଣ କରେ ନାହିଁ। ଏହି ଦୃଷ୍ଟିକୋଣ ସଂସାରର କେବଳ ମନ୍ଦ ଦିଗଟିକୁ ଦେଖେ। ଏମାନଙ୍କୁ ନୈରାଶ୍ୟବାଦୀ ବୋଲି କୁହାଯାଏ। ଏମାନଙ୍କ ଚିନ୍ତାଧାରାରେ ମନୁଷ୍ୟ ପଶୁ ପରି ମୃତ୍ୟୁଭୋଗ କରେ, ଯେହେତୁ ସେ ଏକ ପଶୁ ପରି ମରିବାକୁ ଅପେକ୍ଷା କରେ। ତେଣୁକରି ଏହି ଜଗତରେ ସେ କେବଳ ନିଜ ନିମନ୍ତେ ବଞ୍ଚିବାକୁ ଯାଉଅଛି ଓ ଯାହା କିଛି ଉପଭୋଗ କରିବା ନିମନ୍ତେ ସୁଯୋଗ ପାଏ, ସେହିସବୁକୁ ଉପଭୋଗ କରିବାକୁ ଯାଉଅଛି। ଏହି ପ୍ରକାର ଶିକ୍ଷା ବର୍ତ୍ତମାନର ଶିକ୍ଷା କେନ୍ଦ୍ରମାନଙ୍କରେ ଶିକ୍ଷା ଦିଆଯାଉଅଛି। ଏହାର ମୂଳ କାରଣ ହେଉଛି ବିବର୍ତ୍ତନବାଦ। କାରଣ ବିବର୍ତ୍ତନବାଦ ପ୍ରକାଶ କରେ ଯେ ମନୁଷ୍ୟ ଏକ ପଶୁ ଥିଲା, ଆଉ ସେହି ପଶୁରୁ ସେ ବର୍ତ୍ତମାନ ମନୁଷ୍ୟ ହୋଇଛି। ଆଉ ଏହି ଅହଂବାଦ କହେ ଯେ ମନୁଷ୍ୟ ହେଉଛି ଏକ ପଶୁ, ଯାହାକି ଜଣେ ବ୍ୟକ୍ତିବିଶେଷକୁ ଅନ୍ୟ ଜଣେ ବ୍ୟକ୍ତିବିଶେଷ ପ୍ରତି ଘୃଣାଭାବ ଜାତ କରାଏ। ଜଣେ ଅନ୍ୟ ଜଣକ ଠାରୁ ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରେ। ମନୁଷ୍ୟ ମଧ୍ୟ ଆଜି ସେହିପରି ଏକ ସ୍ୱାର୍ଥପର ଜୀବନଯାପନ କରି କାହା ପାଇଁ ଚିନ୍ତା କରେ ନାହିଁ। ସେ କେବଳ ନିଜ ପାଇଁ ଚିନ୍ତା କରେ ଓ ନିଜର ସ୍ୱାର୍ଥକୁ ଚରିତାର୍ଥ କରିବା ନିମନ୍ତେ ଚେଷ୍ଟା କରେ। ମନୁଷ୍ୟ ଆଜି ପଶୁ ପରି ଜୀବନଯାପନ କରିବାର କାରଣ ହେଉଛି ଯେ ସେ ଶିକ୍ଷା କରିବାକୁ ପାରିଛି ମନୁଷ୍ୟ ପଶୁଠାରୁ ଆସିଅଛି ଓ ସେ ଏକ ପଶୁ। ମାତ୍ର ଏହି ଚିନ୍ତାଧାରା ମନରୁ
ଦୂରେଇ ଦେବା ଉଚିତ। ଯେହେତୁ ମନୁଷ୍ୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଓ ମନୁଷ୍ୟ ହେଉଛି ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ। ଅନେକ କହନ୍ତି ମନୁଷ୍ୟ ମାଙ୍କଡ଼ଠାରୁ ସୃଷ୍ଟି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହି ରଖେ, ଆପଣ ଗୋଟେ ମାଙ୍କଡ଼କୁ ବାନ୍ଧିକି ଘରେ ରଖିବେ। ତାକୁ ଆପଣ ସେମିତି ବାନ୍ଧିକି ରଖନ୍ତୁ ଯେପର୍ଯ୍ୟନ୍ତ ସେ ମଣିଷ ନ ହୋଇଛି। କ'ଣ ତାହା ହେଇପାରିବ କି? ଆପଣ ଜଣେ ମାଙ୍କଡ଼କୁ ବାନ୍ଧି ରଖିଲେ ଶେଷରେ ସେ ସିନା ମରିଯିବ, କିନ୍ତୁ ସେ ମଣିଷ ହୋଇପାରିବନି। ମାଙ୍କଡ଼ରୁ କେଉଁଠି ମଣିଷ ହୋଇପାରିବ? କିନ୍ତୁ ମଣିଷ ଆଜି କେତେ ଭ୍ରାନ୍ତ ଚିନ୍ତାଧାରାରେ ପରିଚାଳିତ। ଏହା ହେଉଛି ମନୁଷ୍ୟର ଭ୍ରାନ୍ତ ଦାର୍ଶନିକ ଚିନ୍ତାଧାରା। 3 ପର୍ବର 21 ପଦରେ ଏହିପରି ଲେଖା ଅଛି, ମନୁଷ୍ୟର ଆତ୍ମା ଊର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ? ହଁ, ସଲୋମନ ଯଦିଓ ଭାବୁଥିଲେ ଯେ ମନୁଷ୍ୟ ଓ ପଶୁ ମଧ୍ୟରେ ସେପରି କିଛି ଭିନ୍ନତା ନାହିଁ, ମାତ୍ର ଶେଷରେ ସେ ବୁଝିପାରିଲେ ଯେ ମନୁଷ୍ୟ ପଶୁଠାରୁ ଭିନ୍ନ। କାରଣ ମନୁଷ୍ୟର ଆତ୍ମା ଊର୍ଦ୍ଧ୍ୱଗାମୀ ହେବାବେଳେ ପଶୁର ଆତ୍ମା ଅଧୋଗାମୀ ହୁଏ, କାରଣ ସେ ହେଉଛି କେବଳ ଏକ ପଶୁ। ଆପଣ କହିପାରିବେ ମନୁଷ୍ୟ ଆଉ ପଶୁ ମଧ୍ୟରେ ପାର୍ଥକ୍ୟତା କ'ଣ? ଆଚ୍ଛା, ପଶୁ ତା ଜୀବନରେ ସେ ପାପ ନିମନ୍ତେ ଅନୁତାପ କରିପାରେ? କରେ ନାହିଁ। ମାତ୍ର ମନୁଷ୍ୟ ନିଜର ପାପ ନିମନ୍ତେ ଅନୁତାପ କରେ। ସେ ଜାଣିପାରେ ଯେ ସେ ପାପ କରୁଛି ବୋଲି, ସେ ଅଧର୍ମ କରୁଛି ବୋଲି। ଯେହେତୁ ତାର ମଧ୍ୟରେ ଏକ ଆତ୍ମା ରହିଅଛି, କାରଣ ସେ ଈଶ୍ୱରଙ୍କର ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ସୃଷ୍ଟ। ତେଣୁକରି ତା ମଧ୍ୟରେ ପାପ ପୁଣ୍ୟର ଭେଦାଭେଦ ସେ ଲକ୍ଷ୍ୟ କରିବାକୁ ପାରେ। ଧର୍ମ ଅଧର୍ମ ମଧ୍ୟରେ ପାର୍ଥକ୍ୟତା ସେ ଲକ୍ଷ୍ୟ କରିବାକୁ ପାରେ। ଭଲ ମନ୍ଦ ମଧ୍ୟରେ ପାର୍ଥକ୍ୟତା ସେ ଲକ୍ଷ୍ୟ କରିବାକୁ ପାରେ। ଏବଂ ସେ ନିଜ ପାପ ନିମନ୍ତେ ଅନୁତାପ କରେ ଆଉ ତାହା ସ୍ୱୀକାର କରେ। 3 ପର୍ବର 22 ପଦରେ ଲେଖା ଅଛି, ଏହେତୁ ମନୁଷ୍ୟ ସ୍ୱକର୍ମରେ ଆନନ୍ଦ କରିବା ଅପେକ୍ଷା ଆଉ ତାହାର କିଛି ଅଧିକ ମଙ୍ଗଳ ନାହିଁ ବୋଲି ମୁଁ ଦେଖିଲି। କାରଣ ଏହା ହିଁ ତାହାର ଅଧିକାର, ଆଉ ତାହା ଉତ୍ତାରେ ଯାହା ଘଟିବ ତାହା ଦେଖିବା ପାଇଁ କିଏ ତାହାକୁ ଫେରାଇ ଆଣିପାରେ? ଅନ୍ୟ ଅର୍ଥରେ କହିବାକୁ ଗଲେ ସଲୋମନ କହିବାକୁ ଚାହାନ୍ତି, ଏହି ଜୀବନ ହେଉଛି ସବୁକିଛି ଓ ଏହି ଜୀବନରେ ଆମେ ସବୁକିଛି ଉପଭୋଗ କରିବା। ଏହି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ହିସାବରେ ମନୁଷ୍ୟ ପ୍ରତି ଓ ତାର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ପ୍ରତି ତାହାର ଅନେକ କିଛି କର୍ତ୍ତବ୍ୟ ରହିଛି, ଉତ୍ତରଦାୟିତ୍ୱ ରହିଛି। ସେ ଯଦି ତାହା ନ କରେ ତାହେଲେ ସେ ମନୁଷ୍ୟ ବୋଲି ବିବେଚିତ ହୋଇନପାରେ କି ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ ସମର୍ଥ ହୋଇନପାରେ। ଆସନ୍ତୁ ଏହାପରେ 4 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ମଧ୍ୟ ଆମେ 3 ପର୍ବର ପାଠ୍ୟାଂଶର କ୍ରମଶଃ ଲକ୍ଷ୍ୟ କରିବାକୁ ଯିବା, ଯାହାକି ସଲୋମନ ଅହଂବାଦର ଦାର୍ଶନିକ ଚିନ୍ତାଧାରା ମଧ୍ୟ ଦେଇ ଜୀବନରେ ପରିତୃପ୍ତିର ଅନ୍ୱେଷଣ କରୁଥିଲେ। 4 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏଉତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଉପଦ୍ରବ ସବୁ ଦେଖିଲି। ଆଉ ଦେଖ, ଉପଦ୍ରବ ପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ। ପୁଣି ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବ ପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ। ଆପଣ ଦେଖନ୍ତୁ, ଅହଂବାଦୀ ସ୍ଥାୟୀ କର୍ମଚାରୀ ସମ୍ପ୍ରଦାୟ ବିରୁଦ୍ଧରେ ବିଦ୍ରୋହ କରେ। ସେ ଏହାର ବିରୁଦ୍ଧରେ ଯାଏ, କିନ୍ତୁ ସେ ଯାଉନା କାହିଁକି, ଯେକୌଣସି ବ୍ୟବସ୍ଥା ଥାଉନା କାହିଁକି ଓ ଯେ କେହି ଶାସନ କରୁନା କାହିଁକି, ଗରିବମାନେ ନିଷ୍ପେଷିତ ହୁଅନ୍ତି। ଖୋଲାଖୋଲି ଭାବେ କହିବାକୁ ଗଲେ ଗରିବମାନେ ସଦାସର୍ବଦା ଖରାପ ବ୍ୟବହାର ପାଆନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। 4 ପର୍ବର 2 ପଦରେ ଲେଖା ଅଛି, ଏହେତୁ ମୁଁ ବର୍ତ୍ତମାନ ଜୀବିତ ଲୋକମାନଙ୍କ ଅପେକ୍ଷା ଏଥିପୂର୍ବରୁ ମୃତମାନଙ୍କର ଅଧିକ ପ୍ରଶଂସା କଲି। ସେ ଯାହା କିଛି ହେଉନା କାହିଁକି, ମୃତ୍ୟୁ ତାହା ନିମନ୍ତେ ଭୟର ବିଷୟ ନୁହେଁ, ସେ ମୃତ୍ୟୁକୁ ଭୟ କରେ ନା। ଏହାପରେ 3 ପଦରେ ଲେଖା ଅଛି, ମାତ୍ର ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ଜନ୍ମି ନାହିଁ ଓ ସୂର୍ଯ୍ୟ ତଳେ କୃତ ମନ୍ଦକର୍ମ ଦେଖି ନାହିଁ, ତାହାକୁ ମୁଁ ସେହି ଉଭୟଙ୍କ ଅପେକ୍ଷା ଅଧିକ ଉତ୍ତମ ଜ୍ଞାନ କଲି। ଏଠାରେ ଆମେ ମୁଦ୍ରାର ଅନ୍ୟ ପାର୍ଶ୍ୱଟିକୁ ଦେଖୁଅଛୁ। ଏହା ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଭଲ ହେବ ଯଦି ସେମାନେ ଜନ୍ମ ନ ହୁଅନ୍ତି। ଆମେ ଏହିପରି ମଧ୍ୟ ଶୁଣୁ, ମୁଁ ଭାବେ
ମୋର ଜନ୍ମ ନ ହୋଇଥିଲେ ଭଲ ହୋଇଥାନ୍ତା। ଆଜି ଅନେକ ଲୋକ ଏହି ପ୍ରକାର କହନ୍ତି। 4 ପଦରେ ଲେଖା ଅଛି, ତ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷା ପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାଧାବନ ମାତ୍ର। ଏହା ଏକ କୌତୁହଳର ବିଷୟ ଯେ ଅହଂବାଦୀ ସ୍ଥାୟୀ କର୍ମଚାରୀ ସମ୍ପ୍ରଦାୟ ବିରୁଦ୍ଧରେ, ଉପଦ୍ରବୀମାନଙ୍କ ବିରୁଦ୍ଧରେ ଓ ଯାହା କିଛି ତ୍ରୁଟିପୂର୍ଣ୍ଣ ତହିଁ ବିରୁଦ୍ଧରେ ବିଦ୍ରୋହ କରେ। ମାତ୍ର ଯେଉଁ ମନୁଷ୍ୟ ଉତ୍ତମ ବା ଠିକ୍ କାର୍ଯ୍ୟ କରୁଛି ତାହା ବିଷୟରେ କ'ଣ? ଯେଉଁ ମନୁଷ୍ୟ ଏହି ବିଷୟ ନେଇ କିଛି କରିବା ନିମନ୍ତେ ଚେଷ୍ଟା କରୁଅଛି ତାହା ବିଷୟରେ କ'ଣ କୁହାଯାଇପାରେ? ତେବେ ସେ କହନ୍ତି ତାହା ମଧ୍ୟ ଉତ୍ତମ ନୁହେଁ। ଏହା କେବଳ ସମୟ ନଷ୍ଟ, କିନ୍ତୁ ଏହା ପ୍ରକୃତରେ ଜୀବନର ଏକ ନୈରାଶ୍ୟବାଦୀ ମନ୍ତବ୍ୟ। ଏହାପରେ 4 ପର୍ବର 5 ପଦରେ ଲେଖା ଅଛି, ମୂର୍ଖ ଆପଣା ହସ୍ତ ଏକତ୍ର ମୁଠା କରି ଆପଣା ମାଂସ ଭୋଜନ କରେ। ଏହାର ଅର୍ଥ କ'ଣ? ଜଣେ ମୂର୍ଖ ନରଖାଦକ? ନୁହେଁ। ଏହାର ଅର୍ଥ ସେ ନିଜକୁ ରକ୍ଷା କରିବା ନିମନ୍ତେ କିଛି କରିବା ପାଇଁ ଚାହୁଁନାହିଁ। ସେ ନିଜ ନିମନ୍ତେ କର୍ମ କରିବ ନାହିଁ। ଆଜି ମଧ୍ୟ ଏହିପରି ଲୋକେ ଅଛନ୍ତି ଯେଉଁମାନେ କେବଳ ମାଗନ୍ତି, ମାତ୍ର କର୍ମ କରିବାକୁ ଚାହାନ୍ତି ନାହିଁ। 6 ପଦରେ ଲେଖା ଅଛି, ପରିଶ୍ରମ ଓ ବାୟୁର ପଶ୍ଚାଧାବନ ସହିତ 2 ମୁଠି ଅପେକ୍ଷା ଶାନ୍ତି ସହିତ 1 ମୁଠି ଭଲ। ପ୍ରକୃତରେ ଏହା ଏକ ଉତ୍ତମ ବିଷୟ। ବାସ୍ତବରେ ଏହି ଲୋକ ନିଜର ବିଷୟ ସାଧନ କରିବାକୁ ଚାହେଁ ଓ ମୁଁ କହିପାରେ ଯେ ପରିଶ୍ରମ ଓ ବାୟୁର ପଶ୍ଚାଧାବନ ଅପେକ୍ଷା ଏହି ବିଷୟ ସେହି ପ୍ରକାରେ ସାଧନ କରିବା ତାହାଙ୍କ ପକ୍ଷେ ଉତ୍ତମ। 4 ପର୍ବର 7 ପଦରେ ଲେଖା ଅଛି, ତେବେ ମୁଁ ଫେରି ସୂର୍ଯ୍ୟ ତଳେ ଅସାରତା ଦେଖିଲି। ଆପଣ ଯେକୌଣସି ରାସ୍ତାରେ ଯାଆନ୍ତୁ ନା କାହିଁକି, ଏହା ଭୁଲ। ରକ୍ଷା ପାଇବାର କୌଣସି ଉପାୟ ନାହିଁ। ମାତ୍ର ଏହା ଅତି ଖରାପ ଧରଣର ନୈରାଶ୍ୟବାଦ। ଏହା କେବଳ ମନୁଷ୍ୟମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଏ। ଏହା ସେହି ପୁରୁଣା ଘା ଯାହାକି ନୈତିକ ଅବନତିରେ ପରିଣତ ହୋଇଅଛି। ଏହି ସମସ୍ତ ପଛରେ ସେହି ଅହଂବାଦ ଦାର୍ଶନିକ ବିଚାରଧାରାର ନୈରାଶ୍ୟବାଦ ରହିଅଛି, ଯାହାକି ସମସ୍ତ ବିଷୟ ମୂଲ୍ୟହୀନ ବୋଲି ଆମକୁ ଶିକ୍ଷା ଦିଏ। 4 ପର୍ବର 8 ପଦରେ ଲେଖା ଅଛି, କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, କେବଳ ତାହାର ପୁତ୍ର କି ଭ୍ରାତା ନାହିଁ, ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ। 4 ପର୍ବର 9 ପଦରେ ଲେଖା ଅଛି, 1 ଜଣରୁ 2 ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ଏହା ଏକ ସ୍ୱାର୍ଥପର ବିଷୟ। ଆପଣ ନିଶ୍ଚିତ ଭାବେ ତାହା ଜାଣିପାରୁଥିବେ। ସେ କହନ୍ତି 1 ଜଣରୁ 2 ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। ତେବେ ଆଜି ପାଇଁ ଏଇଠାରେ ରଖିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପ୍ରକୃତରେ ଆମେ ଯଦି ଈଶ୍ୱରଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରୁ ଏବଂ ଆମ ଜୀବନରେ ତାହାଙ୍କ ସ୍ନେହପୂର୍ଣ୍ଣ ଜୀବନକୁ ଅସ୍ୱୀକାର କରୁ, ଆମ ଜୀବନ ଉଦ୍ଦେଶ୍ୟବିହୀନ ଓ ଅତୃପ୍ତ ହୋଇଯିବ। କିଛି ପାଇବା ନିମନ୍ତେ ମନୁଷ୍ୟ ପରିଶ୍ରମରେ ପରିଶ୍ରାନ୍ତ ହୁଏ, କିନ୍ତୁ ସମସ୍ତ ପରିଶ୍ରମରେ ଲାଭ ନଥାଏ। ପ୍ରତ୍ୟେକ ଜଣ ନିଜ ପରିଶ୍ରମ ଅନୁସାରେ ପୁରସ୍କାର ପାଇବେ। 1 କରନ୍ଥୀୟ ତାର 3 ପର୍ବ 8 ପଦରେ ଏହା ଦେଖିବାକୁ ମିଳେ। ଯଦି ଆମେମାନେ ଈଶ୍ୱରଙ୍କଠାରେ ରହି ପରିଶ୍ରମ କରୁଅଛୁ, ତାହା ହେଲେ ଦର୍ପ କରୁ କି ଆମେ ବୃଥାରେ ଦୌଡ଼ୁନାହୁଁ କି ପରିଶ୍ରମ କରୁନାହୁଁ। ପ୍ରିୟ ଦର୍ଶକ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜି ଯେତେବେଳେ ଏହି ଅସାର ଜଗତ ମଧ୍ୟରେ ଆମେମାନେ ବଞ୍ଚି ରହିଛୁ,
ପବିତ୍ର ପ୍ରିୟ ପ୍ରଭୁ, ତୁମରି ସେହି ପବିତ୍ର ବାକ୍ୟକୁ ଆମେମାନେ ନିଜ ନିଜର ଜୀବନରେ ସଞ୍ଚୟ କରି ଯେପରି ରଖିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ଯେପରି ସବୁବେଳେ ତୁମକୁ ଅନୁଧ୍ୟାନ କରି ଏହି ଜଗତ ମଧ୍ୟରେ ଯେପରି ବଞ୍ଚିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଗତ ପ୍ରଶ୍ନର ଉତ୍ତରଟି ହେଲା ଡି ଈଶ୍ୱର। ଆଜିର ପ୍ରଶ୍ନଟି ହେଲା ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ କିଏ? ଏ ମନୁଷ୍ୟ, ବି ପଶୁ, ସି ଗ୍ରହ, ଡି ପକ୍ଷୀ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 044490812996 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर आवेद चंद्र और परिवार।